ओम नमः शिवाय। नमस्ते टू एवरीवन। पूर्व क्लास रे श्रीमद् भगवत गीतार अध्याय 13 क्षेत्र क्षेत्रज्ञ विभाग जोग संपर्क में आलोचना करा जायतिला। आज आम आलोचना करवा अध्याय 14 गुणत्रय विभाग जोग। एथिरे 27 श्लोक अच्छी। ଏହି ଅଧ୍ୟାୟରେ ଭଗବାନ ଶ୍ରୀକୃଷ୍ଣ ସଂସାର ଓ ପ୍ରକୃତିର ତ୍ରିଗୁଣ ବିଷୟରେ ସୂଚନା ଦେବାକୁ ଯାଇ ଅର୍ଜୁନଙ୍କୁ କହୁଛନ୍ତି, ହେ ଅର୍ଜୁନ, ଜ୍ଞାନ ଭିତରେ ସର୍ବୋତ୍ତମ ସେହି ପରମ ଜ୍ଞାନ ବିଷୟରେ ମୁଁ ଆଉ ଥରେ ତୁମକୁ କହିବି। ଯେଉଁ ଜ୍ଞାନକୁ ପାଥେୟ କରି ଅନେକ ସାଧକ ସାଂସାରିକ ବନ୍ଧନରୁ ମୁକ୍ତ ହୋଇ ମୋକ୍ଷ ଲାଭ କରନ୍ତି, ଏହି ଜ୍ଞାନ ପ୍ରାପ୍ତ ବ୍ୟକ୍ତିର ସୃଷ୍ଟିର ଆରମ୍ଭରେ ପୁନର୍ବାର ଉତ୍ପନ୍ନ ହୁଅନ୍ତି ନାହିଁ କି ପ୍ରଳୟ କାଳରେ ଟିକେ ବି ଚିନ୍ତିତ ହୁଅନ୍ତି ନାହିଁ। ହେ ଅର୍ଜୁନ, ବ୍ରହ୍ମାଣ୍ଡ ପରିବ୍ୟାପ୍ତ ପ୍ରକୃତି ହିଁ ମୋର ଗର୍ଭାଶୟ, ବୀଜ ବୁଣିବାର ସ୍ଥାନ। ମୁଁ ସେହି ପ୍ରକୃତି ରୂପକ ଗର୍ଭାଶୟରେ ଚେତନ ରୂପକ ବୀଜ ବୁଣି ଗର୍ଭ ସ୍ଥାପନ କରିଥାଏ। ଆଉ ସେହି ଜଡ଼ ଚେତନ ମିଳନରୁ ସମସ୍ତ ଜୀବ ସୃଷ୍ଟି ହୋଇଥାନ୍ତି। ହେ ଅର୍ଜୁନ, ନାନା ପ୍ରକାର ଯୋନିରେ କର୍ମଫଳ ଅନୁଯାୟୀ ଯେତେ ସବୁ ଶରୀରଧାରୀ ପ୍ରାଣୀ ଉତ୍ପନ୍ନ ହୋଇଥାନ୍ତି, ଏହି ପ୍ରକୃତି ହେଉଛି ସେମାନଙ୍କର ମାତା। ମୁଁ ହେଉଛି ପ୍ରକୃତିରେ ବୀଜ ସ୍ଥାପନ କରୁଥିବା ପିତା। ହେ ଅର୍ଜୁନ, ପ୍ରକୃତିରୁ ଉତ୍ପନ୍ନ ହୋଇଥିବା ସତ୍ତ୍ୱ, ରଜ, ତମ ଏହି ତିନି ଗୁଣ ହିଁ ଅବିନାଶୀ ଜୀବାତ୍ମାକୁ ଶରୀର ମଧ୍ୟରେ ବାନ୍ଧି ରଖନ୍ତି। ଏହି ତ୍ରିଗୁଣ ମଧ୍ୟରୁ ସତ୍ୱଗୁଣ ହେଉଛି ନିର୍ମଳ ସ୍ୱଚ୍ଛ ଭାବସମ୍ପନ୍ନ। ଏହି ପ୍ରାଣୀକୁ ଈଶ୍ୱରୀୟ ସୁଖ ଜ୍ଞାନର ଆଲୋକ ପ୍ରଦାନ ନିମନ୍ତେ ଜୀବାତ୍ମାକୁ ବାନ୍ଧି ରଖେ ଏବଂ କଲ୍ୟାଣ ସୁଖଜନକ କର୍ମ ପାଇଁ ମନକୁ ପ୍ରେରଣା ଯୋଗାଇଥାଏ। କ୍ରୋଧରୂପୀ ରଜଗୁଣ କାମନା ଆସକ୍ତିରୁ ଉତ୍ପନ୍ନ ହୁଏ ବୋଲି ଜାଣ। ଏହା କର୍ମ ପ୍ରେରଣା କର୍ମରେ ଆସକ୍ତି ଭାବ ଦ୍ୱାରା ହିଁ ପ୍ରାଣୀକୁ ବାନ୍ଧି ରଖେ ଆଉ ନାନା ପ୍ରକାର ସାଂସାରିକ କାର୍ଯ୍ୟରେ ମନକୁ ଆସକ୍ତ କରେ। ହେଲେ ତମଗୁଣ ଅଜ୍ଞାନରୁ ଜାତ ବୋଲି ଜାଣ। ତାହା ଅମନୋଯୋଗୀ ଜନିତ ଭ୍ରମ, ଆଳସ୍ୟ ଆଉ ନିଦ୍ରା ଦ୍ୱାରା ପ୍ରାଣୀକୁ ବନ୍ଧନରେ ଛନ୍ଦି ଦେଇଥାଏ। ଜ୍ଞାନକୁ ଘୋଡ଼େଇ ଦେଇ ପ୍ରାଣୀର ମନକୁ ଏହି ତମଗୁଣ ଭୁଲ ବାଟରେ ଲଗାଇ ମୋହିତ କରିଥାଏ। ମୋଟ ଉପରେ ସତ୍ୱଗୁଣ ଜୀବକୁ ସୁଖରେ ଲଗାଏ, ରଜଗୁଣ କର୍ମରେ ଲଗାଏ, ତମଗୁଣ ଜ୍ଞାନକୁ ଆଚ୍ଛାଦିତ କରି ଜୀବକୁ ପ୍ରମାଦରେ ଲଗାଇଥାଏ। ବେଳେବେଳେ ସତ୍ୱଗୁଣ ପ୍ରବଳ ରୂପ ଧାରଣ କରି ରଜଗୁଣ ତମଗୁଣକୁ ଚାପି ଦିଏ, ପ୍ରାଣୀକୁ ନିଜ ଆୟତ୍ତରେ ନିଏ, ଯାହାଫଳରେ ଜୀବ ସାତ୍ୱିକ ଗୁଣ ସମ୍ପନ୍ନ ହୋଇଯାଏ। ସାତ୍ୱିକ ଗୁଣର ଅଭିବୃଦ୍ଧି ଘଟିଲେ ପ୍ରାଣୀ ବା ଜୀବ ଶରୀରର ସମସ୍ତ ଇନ୍ଦ୍ରିୟରେ ବିବେକ ଶକ୍ତି ଉତ୍ପନ୍ନ ହୋଇ ଶରୀରରେ ପବିତ୍ର ଭାବ ସୃଷ୍ଟି ହୋଇଥାଏ। ବେଳେବେଳେ ରଜଗୁଣ ପ୍ରବଳ ରୂପ ଧାରଣ କରି ସତ୍ୱ ତମଗୁଣକୁ ଚାପି ଦେଇଥାଏ, ପ୍ରାଣୀକୁ ନିଜ ଅଧୀନକୁ ନେଇଯାଏ। ଫଳରେ ଜୀବ ରାଜସିକ ଗୁଣ ସମ୍ପନ୍ନ ହୋଇଯାଏ। ପ୍ରାଣୀଠାରେ ରଜଗୁଣର ବୃଦ୍ଧି ଘଟିଲେ ପ୍ରତ୍ୟେକଟି ପଦାର୍ଥ ପ୍ରତି ଜୀବର ଲୋଭ ବଢ଼ିଯାଏ ଆଉ ସେହି ଜିନିଷର ପାଇବାର ପ୍ରବଳ ଇଚ୍ଛା ଜାତ ହୋଇଥାଏ। ସେ କୌଣସି କର୍ମରେ ଉନ୍ନତି କରିବା ପାଇଁ ବିଭିନ୍ନ କର୍ମ ଯୋଜନାରେ ଲିପ୍ତ ରହେ। ତାଠାରେ ଭୋଗ ଲାଳସା ଜାତ ହୁଏ ଆଉ କୌଣସିଥିରେ ଅଭାବ ଘଟିଲେ ସେ ଅଶାନ୍ତି ଭୋଗ କରେ। କିନ୍ତୁ ତମଗୁଣର ଅଭିବୃଦ୍ଧି ଘଟିଲେ ଜୀବ ଦାୟିତ୍ୱ ଜ୍ଞାନ ହରାଇ ବିବେକ ଶୂନ୍ୟ ହୋଇଯାଏ, କର୍ତ୍ତବ୍ୟହୀନ ହୋଇ ବିଭିନ୍ନ କୁକର୍ମରେ ଲିପ୍ତ ରହେ, ସମସ୍ତ ଜିନିଷ ପାଇବା ପାଇଁ ଅତି ମନ୍ଦ ଅନ୍ୟାୟ ମାର୍ଗରେ ପରିଚାଳିତ ହୁଏ ଏବଂ ସେ କର୍ମଠ ନ ହୋଇ ଅଳସୁଆ ହୋଇଯାଏ। ହେ ଅର୍ଜୁନ, ଯେତେବେଳେ କୌଣସି ସତ୍ୱଗୁଣ ବୃଦ୍ଧି ଘଟିଥିବା ମନୁଷ୍ୟର ବୃତ୍ତି ହୋଇଥାଏ, ତେବେ ସେ ଉତ୍ତମ କର୍ମ କରୁଥିବା ପୁରୁଷମାନଙ୍କର ଦିବ୍ୟ ସ୍ୱର୍ଗଲୋକରେ ଅବସ୍ଥାନ କରେ। ସେହିପରି ରଜଗୁଣ ବୃଦ୍ଧିରେ ରାଜସିକ ବ୍ୟକ୍ତିଙ୍କ ମୃତ୍ୟୁ ହେଲେ ସେ ପୁନର୍ବାର କର୍ମ ଆସକ୍ତ ମନୁଷ୍ୟ ଯୋନିରେ ଜନ୍ମ ନିଏ। ମାତ୍ର ତମଗୁଣ ବୃଦ୍ଧିରେ ମୃତ୍ୟୁ ଲାଭ କରୁଥିବା ମନୁଷ୍ୟ ପଶୁ କୀଟ ଆଦି ପରି ମୂଢ଼ ଯୋନିରେ ଜନ୍ମଲାଭ କରେ। ଶ୍ରେଷ୍ଠ କର୍ମରୁ ସାତ୍ୱିକ ଫଳ ଅର୍ଥାତ୍ ସୁଖ, ଜ୍ଞାନ ଏବଂ ବୈରାଗୀ ଆଦି ନିର୍ମଳ ଏବଂ ଆନନ୍ଦମୟ ଫଳ ମିଳିଥାଏ। ରାଜସିକ କର୍ମର ଫଳ ଦୁଃଖମୟ, ତାମସ କର୍ମର ଫଳ ଅଜ୍ଞାନ ବିବେକହୀନତା ବୋଲି କୁହାଯାଏ। ମୋଟ ଉପରେ ସତ୍ୱଗୁଣରୁ ଜ୍ଞାନ, ରଜଗୁଣରୁ ଲୋଭ, ତମଗୁଣରୁ ମୋହ ଅଜ୍ଞାନ ଆଦି ଜନ୍ମ ନେଇଥାଏ। ସାତ୍ୱିକ ଗୁଣ ସମ୍ପନ୍ନ ଜ୍ଞାନୀ ବ୍ୟକ୍ତି ଦେବଲୋକଠାରୁ ସ୍ୱର୍ଗଲୋକ ଯାଏ ଗମନ କରିଥାଏ। ରାଜସିକ ଗୁଣ ଥିବା ବ୍ୟକ୍ତି ମନୁଷ୍ୟ ଲୋକରେ ଜନ୍ମ ନିଏ ଏବଂ ପାପ, ମୋହ, ଅଜ୍ଞାନ ଆଚରଣକାରୀ ତାମସିକ ଗୁଣ ଥିବା ବ୍ୟକ୍ତି ପଶୁ କୀଟ ନିଚ ଯୋନିରେ ଜନ୍ମ ନେଇ ଅଧୋଗତି ପ୍ରାପ୍ତ ହୁଏ। ଯେଉଁ ବ୍ୟକ୍ତି ଏହି ତ୍ରିଗୁଣ ବ୍ୟତୀତ ଅନ୍ୟ କାହାକୁ କର୍ତ୍ତା ବୋଲି ଭାବନ୍ତି ନାହିଁ, ପରମାତ୍ମା ଯେ ଏହି ତ୍ରିଗୁଣ ରହିତ ଏହି ତତ୍ତ୍ୱକୁ ଜାଣନ୍ତି, ସେହି ପୁରୁଷ ସେତେବେଳେ ସ୍ୱରୂପକୁ ପ୍ରାପ୍ତ ହୋଇଥାନ୍ତି। ଏଣୁ ଯେଉଁ ସାଧକ ଶରୀର ଉତ୍ପତ୍ତିର ମୂଳ କାରଣ ଏହି ତ୍ରିଗୁଣକୁ ଅତିକ୍ରମ କରିପାରେ, ସେ ହିଁ ଜନ୍ମ, ମୃତ୍ୟୁ, ବାର୍ଦ୍ଧକ୍ୟ ଏବଂ ସମସ୍ତ ପ୍ରକାର ଦୁଃଖରୁ ବିମୁକ୍ତ ହୋଇ ପରମ ଶାନ୍ତି ଲାଭ କରେ। ଏଥର ଅର୍ଜୁନ ଶ୍ରୀକୃଷ୍ଣଙ୍କୁ ପଚାରିଲେ, ହେ କେଶବ, ସତ୍ୱ, ରଜ, ତମ ଏହି ତ୍ରିଗୁଣରୁ ମୁକ୍ତ ହୋଇଥିବା ପୁରୁଷ କେଉଁ କେଉଁ ଲକ୍ଷଣ ଯୁକ୍ତ ହୋଇଥାନ୍ତି, ସେ କିପରି ଆଚରଣ କରିଥାନ୍ତି ଏବଂ ମନୁଷ୍ୟ କେଉଁ ଉପାୟରେ ଏହି ତିନି ଗୁଣରୁ ଅଧିକ? ଶ୍ରୀକୃଷ୍ଣ କହିଲେ, ହେ ଅର୍ଜୁନ, ସତ୍ୱଗୁଣର ଲକ୍ଷଣ ହେଲା ଜ୍ଞାନ, ରଜଗୁଣର ଲକ୍ଷଣ ହେଲା ସାଂସାରିକ କର୍ମ କରିବାର ପ୍ରବୃତ୍ତି, ତମଗୁଣର ଲକ୍ଷଣ ହେଲା ମୋହ, ବିବେକହୀନ ଥିବା ଅଜ୍ଞାନତା, ଯାହାକି ଜ୍ଞାନର ଗାରିମା ଥାଏ।
ସାଂସାରିକ କର୍ମତତ୍ପରତା ନଥାଏ ଏବଂ ମୋହ ବିବେକହୀନ ଜନିତ ଅଜ୍ଞାନତା ଥାଏ ସେହି ତ୍ରିଗୁଣ ମୁକ୍ତ ଅଟେ। ଅର୍ଥାତ୍ ଯିଏ ନିରନ୍ତର ଆତ୍ମଭାବରେ ସ୍ଥିତ ଦୁଃଖକୁ ସୁଖକୁ ସମାନ ଭାବରେ ଦେଖିଥାଏ, ଯିଏ ଗୋଡ଼ି ବାଲି ସୁନା ଭିତରେ ଫରକ ଦେଖନ୍ତି ନାହିଁ, ଯିଏ ଭଲ ମନ୍ଦ ପ୍ରିୟ ଅପ୍ରିୟ ଶତ୍ରୁ ମିତ୍ର ନିନ୍ଦା ପ୍ରଶଂସାକୁ ସମାନ ଭାବରେ ଦେଖନ୍ତି ଏବଂ ସେ କରୁଥିବା କର୍ମରେ କର୍ତ୍ତାପଣର ଅଭିମାନ ନ ରଖନ୍ତି, ସେହି ପୁରୁଷ ହିଁ ତ୍ରିଗୁଣାତୀତ ଅଟନ୍ତି। ତ୍ରିଗୁଣାତୀତ ବ୍ୟକ୍ତି ହିଁ ସାକ୍ଷୀଟିଏ ଭଳି ସ୍ଥିତ ରହି ସତ୍ତ୍ୱ ରଜ ତମ ଏହି ତ୍ରିଗୁଣ ଦ୍ୱାରା ପ୍ରବର୍ତ୍ତିତ ହୋଇନଥାନ୍ତି, ସୁଖ ଦୁଃଖରେ ଅବିଚଳିତ ଥାଆନ୍ତି। ଯେଉଁ ପୁରୁଷ ମୋତେ ଏକାଗ୍ର ଚିତ୍ତରେ ଉପାସନା କରିଥାନ୍ତି, ଧୀରେ ଏହି ତ୍ରିଗୁଣକୁ ଅତିକ୍ରମ କରି ତ୍ରିଗୁଣାତୀତ ସୋପାନରେ ପହଞ୍ଚି ଯାଆନ୍ତି। ଏହି ଅଧ୍ୟାୟରେ ଭଗବାନ ଅର୍ଜୁନଙ୍କୁ ଏହା ହିଁ କହିଛନ୍ତି। ହରି ଓମ୍ ତତ୍ସତ୍।